ভিডিওରେ ଆଜି ଆମେ ଦେଖିବା ବା ଜାଣିବା ଯେ ଯୋଉ ଛେଳି ମେଣ୍ଢା ରଖୁଛନ୍ତି ଆପଣମାନେ ଘରେ ପୋଷିବା ପାଇଁ ରଖୁଛନ୍ତି, ଗୃହପାଳିତ ପଶୁମାନେ ସମସ୍ତେ ପୋଷିବା ପାଇଁ ରଖନ୍ତି। ତେଣୁକରି ସେ ଯେଉଁ ପୋଷିବା ଭିତରେ କିନି ମାନେ ବହୁତ ଗୁଡ଼ା ରୋଗ ମଧ୍ୟ ତାଙ୍କୁ ଆକ୍ରାନ୍ତ କରେ। ଯାହାକି ରଖିଥିବେ ଆପଣମାନେ ଯଦି ପଶୁଜନ୍ତୁ ରଖିଥିବେ ଘରେ ପୋଷିଥିବେ ତାହେଲେ ଆପଣମାନେ ପର୍ଟିକୁଲାର ଜାଣିଥିବେ ଯେ ଯେଉଁ ରଖିବା ଭିତରେ କିନି ବହୁତ ଗୁଡ଼ାଏ ରୋଗ ଆକ୍ରାନ୍ତ କରେ। ତେଣୁକରି ସେ ଆକ୍ରାନ୍ତ କଲା ମାନେ ସେ ରୋଗକୁ ଚିହ୍ନିବା କେମିତି, ଜାଣିବା କେମିତି ଯେ ଏଇ ରୋଗଟା ହେଇଛି ବୋଲି ତାକୁ, ଆଉ ତାର କିଭଳି ନିରାକରଣ କରିବା, ଡାକ୍ତରଙ୍କର ପରାମର୍ଶ କ'ଣ ନେବା। ତେଣୁକରି ସବୁ ଉପରେ କିନ୍ତୁ ସମସ୍ତଙ୍କର ଗୋଟେ ଭାବନା ଆସିଥାଏ ଅଲଗା ପ୍ରକାର, ଯେ ଜନ୍ତୁଟା ଗୋଟେ ପଶିଛି ତା ମନ ନିହାତି ଦୁଃଖ ହେଉଥିବ। ହାଏ ହ୍ୟାଲୋ ଜୟ ଜଗନ୍ନାଥ ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓ ନୂଆ ବ୍ଲଗ୍ରେ ମୁଁ ଭାସ୍କର ଆପଣଙ୍କୁ ସ୍ୱାଗତ ଜଣାଉଛି ଆମ ଚ୍ୟାନେଲ ଆଉ ଆପଣଙ୍କର ପ୍ରିୟ ଚ୍ୟାନେଲ ଭାସ୍କର ଦୀପୁ ଫାର୍ମିଂ ବ୍ଲଗ୍ସ। ଯେ ଆଜି ଜାଣିବା ଛେଳି ମେଣ୍ଢାଙ୍କ ଉପରେ ସେଇ ଟପିକ ନୂଆ ଟପିକ କିଛି ତେଣୁକରି ତାର ନିରାକରଣ ଆଉ ତା ସହିତ ମାନେ ଆପଣଙ୍କ ଜନ୍ତୁ ଯାହା ବି ଅଛନ୍ତି, ଛେଳି ମେଣ୍ଢା ଯାହା ବି ଅଛନ୍ତି, ତାଙ୍କର ପ୍ରପର ଡକ୍ଟର ପରାମର୍ଶ, ତା ବ୍ୟତୀତ କେଉଁ ଟୀକା କ'ଣ ଦେବେ କ'ଣ ସେଇଟା ଡକ୍ଟର ପରାମର୍ଶ ଅନୁସାରେ ଦେବେ। ତେଣୁକରି ଏଥିରେ କୌଣସି ଆଉ କିଛି ଦ୍ୱନ୍ଦ୍ୱ ନାହିଁ। ଏବେ ଆମେ ଦେଖିବା ଯେ କେଉଁ କେଉଁ ରୋଗ ସବୁ ହେଉଛି। ତେଣୁକରି ସେ ରୋଗ ଭିତରୁ ଆଜି ଗୋଟିଏ ରୋଗ ଉପରେ ଡିସ୍କସନ୍ କରିବା। ସେଇ ରୋଗଟା ହେଉଛି ଭୂତାଣୁ ଜନିତ ହୁଅନ୍ତୁ ବା ଜୀବାଣୁ ଜନିତ ହୁଅନ୍ତୁ। ତେଣୁକରି ସେଇ ଯେଉଁ ରୋଗଟା ହେଉଛି ସେଇ ରୋଗଟା ବିଷୟରେ ଡିସ୍କସନ୍ କରିବା ଆମେ ଏହା ଯେ ଛେଳି ମଡ଼କ। ଆପଣମାନେ ଜାଣିଥିବେ ବହୁତ ପରିମାଣରେ ବର୍ତ୍ତମାନ ଗଞ୍ଜାମ ବ୍ରହ୍ମପୁର ପଟେ ଆମର ବହୁତ ପରିମାଣରେ, ଆନ୍ଧ୍ରା ଭିତରେ ମଧ୍ୟ ବହୁତ ପରିମାଣରେ ହେଉଛି ଛେଳି ମଡ଼କ ବା ମେଣ୍ଢା ମଡ଼କ, ମାନେ ବହୁତ ପରିମାଣରେ ହିଁ ହେଉଛି। ତେଣୁକରି ତାକୁ ଚିହ୍ନିବା କେମିତି ଆଉ ତାକୁ ତାର ନିରାକରଣ କେମିତି କରିବା, ଚାଲନ୍ତୁ ଦେଖିବା। ପେଟ୍ସ ଡେସ୍ ପେଟିଟ୍ସ ରୁମାନିଆନ୍ସ ଇଏ ହେଉଛି ଛେଳି ମଡ଼କର ଇଂଲିଶ ଭର୍ଜନ ବା ଇଂଲିଶର ପ୍ରୋନାଉନ ଯାହା ଆମର ରହୁଛି, ଏ ରୋଗର ଯାହା ଚିହ୍ନଟ ରହୁଛି ପିପିଆର। ତେଣୁକରି ଇଏ ହେଉଛି ସେଇ ରୋଗ ଯାହାକି ଛେଳି ମେଣ୍ଢାମାନଙ୍କୁ ବହୁତ ପରିମାଣରେ ଆକ୍ରାନ୍ତ କରୁଛି। ତେଣୁକରି ତାର ଲକ୍ଷଣ ଗୁଡ଼ିକ କ'ଣ, ତାର ଯେଉଁ ଲକ୍ଷଣ ସବୁ ଦେଖାଯିବ ଛେଳି ମେଣ୍ଢାଙ୍କ ଦେହରେ କିନି ସେ ଲକ୍ଷଣ ଗୁଡ଼ିକ କ'ଣ ତା ବିଷୟରେ କିନି ଆମେ ଡିସ୍କସନ୍ ମଧ୍ୟ କରିବା। ତାର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ମାତ୍ରାରେ ଜ୍ୱର, ଆଉ ଆଖି ନାକରୁ ପ୍ରବଳ ମାତ୍ରାରେ ପାଣି ବାହାରିବ, ଆଉ ଯେଉଁ ସେ ପାଣି ବାହାରିବ ସେ ପାଣି ଧୀରେ ଧୀରେ କ୍ରମଶଃ ଆପଣମାନେ ଜାଣିଥିବେ, ଆପଣଙ୍କର ଯଦି ଥଣ୍ଡା ଜ୍ୱର କିଛି ହେଉଥିବ ଆଗ ଫାଷ୍ଟ ପାଣି ଭଳିଆ ବାହାରିବ ନାକରୁ, ତାପରେ ଧୀରେ ଧୀରେ ସେଟା ମୋଟା ହେଇଯିବ। ତେଣୁକରି ଇଏ ଛେଳି ମେଣ୍ଢା କ୍ଷେତ୍ରରେ ମଧ୍ୟ ସେଇଆ ହୁଏ। ତେଣୁକରି ସେଇଗୁଡ଼ିକ ଗାଢ଼ ମାନେ ଧଳା ହେଇଯିବ, ମାନେ ମୋଟା ହେଇଯାଏ, ଯାହାଫଳରେ ପୂଜ ଭଳିଆ ମଧ୍ୟ ଜଣାପଡ଼େ। ତେଣୁକରି ଏଇଟାକୁ ଲକ୍ଷ୍ୟ କରିବେ। ତା ସହିତ ପାଟିରେ କିନି ଘା ହେଇଯିବ, ପ୍ରବଳ ମାତ୍ରାରେ କିନି ପତଳା ଝାଡ଼ା। ତା ମାନେ ଆପଣମାନେ କନଫର୍ମ ହେଇଯିବେ ଯେ ଜନ୍ତୁକୁ ବର୍ତ୍ତମାନକୁ ଛେଳି ମଡ଼କର ଯାହା ବି କିଛି ସିମ୍ବଲ ବା ପିପିଆରର ଯାହା ବି ସିମ୍ବଲ ସେଗୁଡ଼ାକ ହିଁ ସିମ୍ପଟମ୍, ଯାହା ବି ତାର ଲକ୍ଷଣ ରହୁଛି ସେଗୁଡ଼ା ହିଁ ଦେଖାଗଲା। ସେଇଥିରୁ ଆପଣମାନେ କନଫର୍ମ ହେଇପାରିବେ ଯେ ଜନ୍ତୁ ଦେହରେ ଏଇ ରୋଗର ଚିହ୍ନଟା ଆମେ ଜାଣୁଛୁ। ତେଣୁକରି ଏଇ ରୋଗର ପରାମର୍ଶ କ'ଣ? ତେଣୁକରି ପରାମର୍ଶ ଏତିକି ଯେ ଯେଉଁ ଛେଳି ବା ଯେଉଁ ମେଣ୍ଢା ଜନ୍ମ ନେଉଛନ୍ତି, ଜନ୍ମର 4 ମାସ ଭିତରେ ଏଇ ଛେଳି ମଡ଼କର ମାନେ ତା ପାଇଁ ଆଗୁଆ ଭ୍ୟାକ୍ସିନେସନ୍ ବା ଟୀକା ଆମର ଭେଟେନାରୀରେ ଯେଉଁମାନେ ଡକ୍ଟର ଅଛନ୍ତି ତାଙ୍କ ପାଖରେ କିନ୍ତୁ କଥାବାର୍ତ୍ତା ହେବେ। କଥା ହେଲା ପରେ ଡିଟେଲ୍ସ ଜାଣିଲା ପରେ ସେ ଭ୍ୟାକ୍ସିନେସନ୍ଟା କରିବେ। 4 ମାସରେ ମାନେ 4 ମାସର ହେଇଥିବ ଛୁଆଟା, ତାକୁ ଭ୍ୟାକ୍ସିନେସନ୍ କଲେ ସେଇ ଭ୍ୟାକ୍ସିନେସନ୍ଟା 3 ବର୍ଷ ପର୍ଯ୍ୟନ୍ତ କାମ କରେ। ତେଣୁକରି ଏଇ ଯେଉଁ ଛେଳି ମଡ଼କର ଯେଉଁ ରୋଗଟି ଆସୁଛି ବର୍ତ୍ତମାନକୁ ଛେଳି ମେଣ୍ଢାମାନଙ୍କ ପାଇଁ, ତାଙ୍କମାନଙ୍କୁ ରକ୍ଷା କରିବାକୁ ହେଲେ ପ୍ରତି 4 ମାସରେ କିନି, ପ୍ରତି 4 ମାସରେ ତ ନୁହଁ ଭୁଲ କହିଲୁ, ଯେଉଁ 4 ମାସେ ରହୁଛି ଛୁଆକୁ 4 ମାସ ହେଇଥିବ ସେଇ 4 ମାସ ସମୟରେ କିନି ତାକୁ ଭ୍ୟାକ୍ସିନେସନ୍ କରିବେ। ଭ୍ୟାକ୍ସିନେସନ୍ କଲେ ସେଟା 3 ବର୍ଷ ଯାଏଁ କାମ କରେ। ଆଉ ଯାହା ବି କିଛି ଡାଉଟ୍ ରହୁଛି ଏଇ ରୋଗ ବିଷୟରେ କିନି ତାହେଲେ ଡିଟେଲ୍ସ ଭେଟେନାରୀରେ ଯେଉଁ ଡକ୍ଟର ଥିବେ ତାଙ୍କ ଡକ୍ଟରଙ୍କ ପରାମର୍ଶ ନିହାତି କରନ୍ତୁ। ଜନ୍ତୁ ସୁସ୍ଥ ହୋଇପାରିବ ଆଉ ଏଇ ରୋଗରୁ ମଧ୍ୟ ଆପଣମାନଙ୍କ ଜନ୍ତୁଙ୍କୁ ରକ୍ଷା କରିବେ। ଭିଡ଼ିଓଟି କେମିତି ଲାଗୁଛି, ଯଦି ଭଲ ଲାଗୁଥିବ ସମସ୍ତଙ୍କୁ ଏତିକି ଅନୁରୋଧ, ନେକ୍ସଟ ଏପିସୋଡରେ ଆମେ କିଛି ନୂଆ ଭିଡ଼ିଓ ଏଇ ଟାଇପ୍ର କିଛି ଆଣିକି ଆସିବୁ। ତେଣୁକରି ସେ ପର୍ଯ୍ୟନ୍ତ ରହୁଛୁ, ସବସ୍କ୍ରାଇବ୍ କମେଣ୍ଟ ଲାଇକ୍ ସେୟାର ବହୁତ ମାତ୍ରାରେ ଦେଖା ହେବା ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛୁ, ଜୟ ଜଗନ୍ନାଥ।